ହଁ ଭଲ ଅଛି। ଆଉ ଦିନେ ଦୁଇ ଦିନ ଲାଗିବ, ଟିକେ ମେଡିସିନ 15 ଦିନ କଣ୍ଟିନ୍ୟୁ ହବ, ଠିକ ହେଇଯିବ। ଆପଣ କେତେ ଖୁସି ଅଛନ୍ତି ସୁର ରାତ୍ରରେ ଆପଣଙ୍କ ପାଖରେ ମନ ଦୁଃଖ କରି ପହଞ୍ଚିଲେ ଆପଣଙ୍କ ପାଖରେ? ଧନ୍ୟବାଦ ତାଙ୍କୁ। ଗରିବ ପିଲାଙ୍କୁ ସାହାଯ୍ୟ କରିବା, କେତେବେଳେ ଦୁଃଖୀ କିଏ ତାକୁ ଠିଆ ହେଇ ସାହାଯ୍ୟ କରିବା, ରିଲିଫ୍ ବାଣ୍ଟିବା, ବନ୍ୟା ବେଳେ ବାତ୍ୟା ବେଳେ ମୋତେ ନେଇ ବହୁ ଜାଗାରେ କମଳ ବାଣ୍ଟିବା, ଲୁଗା ବାଣ୍ଟିବା, ଖାଦ୍ୟ ବାଣ୍ଟିବା, ରୋଷେଇ କରି ବାଣ୍ଟିବା, ଆର୍ଥିକ ସାହାଯ୍ୟ ଦେବା। ବହୁତ ବଢ଼ିଆ ଭଦ୍ର ମହିଳା। ତାଙ୍କ ଦେହ ଟିକେ ଖରାପ ହେଇଛି। ଜଗନ୍ନାଥ, ଆଲ୍ଲାହ, ଯୀଶୁ, ବୁଦ୍ଧ ଭଲ କରିଦେବେ, କାରଣ ସେ ଜଣେ ପରୋପକାରୀ। ଏବଂ ମୁଁ ଆଶା କରୁଛି ସେ ଖାଇ ପିଇ ଫେସ୍ ସ୍ଥିତିକି ସୁଦୃଢ଼ କରିବେ। ଯେଉଁ ଆକ୍ଟିଂ ଚାଲିଛି, ଯେଉଁ କାର୍ଯ୍ୟକ୍ରମ ଚାଲିଛି, ଯେଉଁ ଗରିବ ଲୋକଙ୍କୁ ସାହାଯ୍ୟ ଚାଲିଛି, ଚାଲୁ ରଖିବେ। କିଛି ଦୁଃଖ ଭଲ ହେଇଯିବ। ଭଗବାନ ଭଲ କରୁଛି। ଦୁଃଖୀଙ୍କର ସାହାଯ୍ୟକାରୀ ପରା, ତେଣୁ ଭଗବାନ ତାକୁ ଭଲ କରିବେ, କାରଣ ସେ ଭଲ ହେଲେ ଯାଇ ଦୁଃଖୀଙ୍କର ସେବା କରିବ। ଖୁବ୍ ବଢ଼ିଆ ହବ। ଜଗନ୍ନାଥ ପାଖେ, ଲିଙ୍ଗରାଜଙ୍କ ପାଖେ, ଆଲ୍ଲାହ ଯୀଶୁଙ୍କ ପାଖେ ମୁଁ ପ୍ରାର୍ଥନା କରୁଛି, ମା ଲକ୍ଷ୍ମୀ ତାକୁ ସାହାଯ୍ୟ କରନ୍ତୁ, ତା ଦେହ ଭଲ ହେଇଯାଉ। ଯେମିତି ପରୋପକାର ସେ କରୁଛନ୍ତି, ବୁଲି ବୁଲିକି ଗରିବ ଲୋକଙ୍କ ସେବା, ଦୁଃଖୀଙ୍କର ସେବା, ବିପଦ ବେଳେ ଯେ ପଡ଼ିଛି ସେବା ଯେଉଁ କରୁଛନ୍ତି ସେ କରିଚାଲନ୍ତୁ। ସାର ନିଜ ଉପରେ ବିଶ୍ୱାସ ଅଛି, ନିଜ ଆକ୍ଟିଂ ଉପରେ ବିଶ୍ୱାସ ଅଛି, ନିଜ କଳା ଉପରେ ବିଶ୍ୱାସ ଅଛି, ନିଜ ଦକ୍ଷତା ଉପରେ ବିଶ୍ୱାସ ଅଛି। କେତେ ଆସିବେ ଯିବେ, ସେ ତାର ଠିକ ଅଛି, ଠିକ ହବ।